ଆଉ ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ମୁଁ ଆରମ୍ଭ କରିବି କେତୋଟି ମେସେଜ୍ ଦେବି, ସମସ୍ତେ ଭଲ ପାଇବା ଶିଖିବ, ତାପରେ କଥାବାର୍ତ୍ତା କରବ ଆର୍ କହିବ ସବୁଯାକ। ସବୁବେଲେ ତୁମେ ଯେତେବେଳେ ପିତାମାତାଙ୍କ ସେବା କରିବ, ତାକୁ ହଜାତାର କରିବ ନାହିଁ, କଥା ମାନିବ। ଆଜିକାଲି ଅନେକ ପୁତ୍ରମାନେ ଅଛନ୍ତି, ତାଙ୍କ ପୁଅମାନେ ତାଙ୍କର ମାଝି ଆସିଲେ ପିତାମାତାମାନଙ୍କୁ ନେଇ ଅନାଥ ଆଶ୍ରମରେ ରଖି ଦେଉଛନ୍ତି। ସେମିତି ଜମା କରିବନି, କାରଣ ପିତାମାତା ସେବା କଲେ ତୁମେ ବହୁତ ଉନ୍ନତି କରିବ, ଆଗକୁ ଗତି କରିବ। ତାଙ୍କର ଆଶୀର୍ବାଦ ଥିଲେ ସବୁ କାର୍ଯ୍ୟ ସିଦ୍ଧି ହେବ। ତାଙ୍କୁ ସବୁବେଳେ ତାଙ୍କୁ ପୂଜା କର, ଭଲ ପାଇବା, ତାଙ୍କଠାରୁ ଆଶୀର୍ବାଦ ନେଇ ଗଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ। ହତାଦାର କର ନାହିଁ କଥାରେ। ଆଉ ଏଟା ଖରାଦିନ ସିଜିନ୍ ଚାଲିଛି, ପଶୁ ପକ୍ଷୀମାନଙ୍କର ସେବା କର, ତାଙ୍କ ପାଇଁ ଖାଦ୍ୟ ପାନୀୟ ଯୋଗାଣ ରଖ, ଏତେକ କଥାବାର୍ତ୍ତା କରିବ ଆଉ ଭଲ ପାଇବା ଦେବ। ଆଉ ଘରକୁ ଆସିଥିବା ଅତିଥିକୁ ଫେରାବ ନାହିଁ। ଯିଏ ଭିକ୍ଷାବୃତ୍ତି ମାଗି ଆସୁ ବୋଲି ଯିଏ ଫେରାଇ ଦିଏ ସେ ପେଟ ମୁଖରେ ପଡ଼େ। ତେଣୁ ଯାହା ଅଛି ଘରେ କିଛି ଆସିଥିବା ଅତିଥିଙ୍କୁ ଦେବ, ଭଲ ପାଇବା ମଣିଷକୁ ଦେବ। ଗଛଟିଏ ଲଗାବ, ଗଛ ଅମ୍ଳଜାନ ଦେଇଥାଏ, ଗଛ ହିଁ ସବୁ କିଛି ଫଳ ଫଳାରି ଦେଇଥାଏ। ତେଣୁ ଗଛ ଦ୍ୱାରା ହିଁ ମଣିଷ ଜୀବନଯାପନ ବଞ୍ଚିବାର ସହାୟକ ହୋଇଥାଏ। ତେଣୁ ୱାଟରଫୁଲ୍ ଦେଇ ଗଛକୁ ବଞ୍ଚାଇବ। ତେଣୁ ସମସ୍ତେ କଥାବାର୍ତ୍ତା କରିବ। ଆଉ ସବୁବେଳେ ଯେଉଁ ଲୋକ ତୁମଠାରେ ଚୁଗୁଲି ଟାଉଟରି କରେ ସେଇଠାରୁ ଖସିକି ପଳେଇ ଆସିବ, ସେଠାରେ ଜମା ରହିବ ନାହିଁ। ଆଉ ସେମାନେ ସେଇ ଲୋକର ମୁହଁ ଚାହିଁବ ନାହିଁ। ସେଠାରେ ଯେଉଁ ଆଗରେ ମିଠା ମିଠା କଥା କହିବ, ଭଲ ବୋଲି ଭଲେଇ ହେବ। ଏବଂ ତୁମେ ପଳେଇ ଆସିଲା ପରେ ସେଟା ତୁମ ନାଁରେ ଚୁଗୁଲି ଟାଉଟରି କରିବ, ଇଆଡ଼ୁ ସିଆଡ଼ୁ କହିବ। ସେନୁ ବାହାରି ଆସିବ, ସେ ଲୋକ ପାଖରେ ରହିବ ନାହିଁ, ତାର ମୁହଁ ଚାହିଁବ ନାହିଁ। ସେଟା ଭଲ ନାହିଁ, ଏଟା ଏଥର ଭଲ କଥା ନାହିଁ। ତାପରେ ସବୁବେଳେ ସବୁ ସମାଜ ସେବା କର, ଗରିବ ଦୁଃଖୀମାନଙ୍କୁ ସାହାଯ୍ୟ କର, ଭିକ୍ଷାବୃତ୍ତିମାନଙ୍କୁ ଦିଅ। ସବୁ ସେବା କଲେ ତୁମେ ଯଦି ଆଜି ଜଣକୁ ସାହାଯ୍ୟ କରିଛ, ଆଉ ଦିନ ତୁମେ ସାହାଯ୍ୟ ପାଇବ। ସମସ୍ତଙ୍କୁ ଭଲ ପାଇବା ଦିଅ, କଥାବାର୍ତ୍ତା ଭଲ କର, ସମାଜର ସେବା କର, ମଙ୍ଗଳ ଓ ଉନ୍ନତି କର, ଯାହାଦ୍ୱାରା ସମସ୍ତ ତୁମକୁ ଭଲ କହିବେ। ପାଷ୍ଟ ଟେନ୍ସ ପ୍ରେଜେଣ୍ଟ ଟେନ୍ସ କରିବେ। ତେଣୁ ସବୁ କାମ କରି ଏଠାରେ ରହିବ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବ। ଆଉ ଭିଡ଼ିଓ ତଳେ ଗୋଟେ ଲାଇକ୍ ବଟନ୍ ହାତରେ ଏମିତି ଅଛି, ତାକୁ ଟିପିବ, ଲାଇକ୍ ହେବ। ଆଉ ତା ତଳେ ଗୋଟେ ଘଣ୍ଟି ଚିହ୍ନ ଅଛି, ତାକୁ ବଜାଇବ, ଅଲଟିବା ଚଲେଇ ଦେବ। ତାର ଭିଡ଼ିଓ ଦେଖିବ, ତାପରେ ରୁହ। ଜୟ ଜଗନ୍ନାଥ କହିବ ବୋଲ।